ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଗୁଡ଼ିଖାଳ ମୁନି ସମାଜ ଆନୁକୂଲ୍ୟରେ ମୁନି ସମାଜର ସଂସ୍ଥାପକ ସଦ୍ଗୁରୁଦେବ ଶିବ ମୁନିଙ୍କର 142ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ମୁନିରାଜ ଗୁଡ଼ିଖାଳ ଶାଖାର ସହ ସମ୍ପାଦକ ବଳରାମ ମୁନିଙ୍କ ସଭାପତିତ୍ୱ ଆୟୋଜିତ ଏହି 2 ଦିନିଆ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ପ୍ରାନ୍ତ ମୁନି ସମାଜର ସଭାପତି ଯୋଗାଚାର୍ଯ୍ୟ ଦଶରଥ ପଣ୍ଡା, ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପକ ଯୋଗାଚାର୍ଯ୍ୟ ସୁଧାଂଶୁ ମୁନି, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନ୍ନପୂର୍ଣ୍ଣା ସେନାପତି, ଯୋଗୀ ପରମାନନ୍ଦ ବାରିକ, ଗୁଡ଼ିଖାଳ ଜୋନ୍ ସଂଗଠକ ଚିତ୍ତରଞ୍ଜନ ମୁନି, ଗଦାଧର ମୁନି, ଯୋଗ ଶିକ୍ଷୟିତ୍ରୀ ବନ୍ଦିନୀ ଜେନା ପ୍ରମୁଖ ଯୋଗଦେଇ ଆତ୍ମଜ୍ଞାନ 34 ପୁସ୍ତକ ଉନ୍ମୋଚିତ କରିବା ସହ ଶିବ ମୁନିଙ୍କ ସତ୍ୟ ସିଦ୍ଧାନ୍ତ ଉପରେ ସାରଗର୍ଭକ ପ୍ରବଚନ ପ୍ରଦାନ କରିଥିଲେ। ଯୋଗୀ କୃପାସିନ୍ଧୁ ମୁନି ସତ୍ୟ ପତାକା ଉତ୍ତୋଳନ କରିଥିବା ବେଳେ ଗୁଡ଼ିଖାଳ ମୁନି ସମାଜର ସମ୍ପାଦକ ଗୋପାଳ କୃଷ୍ଣ ମୁନି ଅତିଥି ପରିଚୟ ଓ ସଂଗଠନ ପ୍ରଚାର ମୁନି ଅରୁଣ ମୁନି ଧନ୍ୟବାଦ ଅର୍ପଣ କରିଥିଲେ। ଯୋଗୀ ହରିପଦ ମୁନି, କାମିନୀ କାନ୍ତ ମୁନି, କରୁଣାକର ମୁନି, ନଗେନ୍ଦ୍ର ମୁନି, ଯୋଗ ଶିକ୍ଷୟିତ୍ରୀ ମୁନି ମତି, ସୁବାସିନୀ ମହାନ୍ତି ଓ କୋମଳା କାମିନୀ ଦେ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଅବସରରେ ଗୁଡ଼ିଖାଳ ଶାଖାର ସକ୍ରିୟ ସଦସ୍ୟ ଦିବଂଗତ ଶ୍ୟାମ ମୁନିଙ୍କ ସ୍ମୃତିଚାରଣ ମଧ୍ୟ କରାଯାଇଥିଲା। ଆଜି ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ସଂସ୍ଥାପକ ଆଦି ମୁନୀଶ୍ୱର ଯୋଗେଶ୍ୱର ଶିବକୁମାର ଶାସ୍ତ୍ରୀଙ୍କର 142ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳନ ହେଉଛି। ପ୍ରତ୍ୟେକ ବର୍ଷ ଅକ୍ଟୋବର 4 ତାରିଖ ଠାରୁ ଗୋଟେ ମାସ ପର୍ଯ୍ୟନ୍ତ ଶିବ ମୁନିଙ୍କର ଜନ୍ମ ଜୟନ୍ତୀ ପାଳନ କରାଯାଏ। ମୁନି ସମାଜର ଶିବ ମୁନି ହେଉଛନ୍ତି ସଦ୍ଗୁରୁଦେବ ଶିବ ମୁନି ମହାରାଜ ହେଉଛନ୍ତି ମୁନି ସମାଜର ଉଦ୍ଭାବକ। ମୁନି ସମାଜ ଯୋଗ, ସ୍ୱାସ୍ଥ୍ୟ, ଆତ୍ମଜ୍ଞାନ, ସ୍ୱତନ୍ତ୍ର ବିଚାର ପ୍ରଚାର କରେ। ଅନ୍ଧବିଶ୍ୱାସ କିଭଳି ଭାବରେ ଆମ ଭିତରୁ ଦୂର ହେଇ ମୁନି ସମାଜର ଆପଣଙ୍କର ସମାଜରେ ସତ୍ୟ ଜ୍ଞାନର ଆପଣଙ୍କର ପ୍ରଚାର ହେବ, ସେଇଥିପାଇଁ ଆପଣଙ୍କର ସତ୍ସଙ୍ଗ ମାଧ୍ୟମରେ, ଯୋଗ ମାଧ୍ୟମରେ ଲୋକଙ୍କୁ ଶିକ୍ଷା ପ୍ରଦାନ କରି ଆସୁଅଛି। ଗୁଡ଼ିଖାଳ ଆଶ୍ରମ 1987 ମସିହାରେ ସ୍ଥାପିତ ହୋଇଥିଲା। ଆଜକୁ ଦୀର୍ଘ 1987 ମସିହା ଠାରୁ 2025 ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ମୁନି ସମାଜର ଯୋଗ, ସ୍ୱାସ୍ଥ୍ୟ, ଆତ୍ମଜ୍ଞାନର ପ୍ରଚାର କରୁଛି। ଏହି ମୁନି ସମାଜ ଗୁଡ଼ିଖାଳରେ ମୋର ବାପା ଯୋଗାଚାର୍ଯ୍ୟ ମନ୍ମଥ ମୁନି ସ୍ଥାପନ କରିଥିଲେ। ତାଙ୍କର ତତ୍ତ୍ୱାବଧାନରେ ଦୀର୍ଘ ବର୍ଷ ମୁନି ସମାଜର କାର୍ଯ୍ୟ ଚାଲୁଥିଲା। 2018 ମସିହାରେ ତାଙ୍କର ଦେହାନ୍ତ ପରେ ଯୋଗୀ ଅରୁଣ ମୁନି, ମୁଁ ଏବଂ ଆଶ୍ରମର କର୍ମକର୍ତ୍ତା ସମସ୍ତେ ମିଶି ଗୁଡ଼ିଖାଳ ଆଶ୍ରମକୁ ସମଗ୍ର ଓଡ଼ିଶାରେ କିଭଳି ଭାବରେ ଯୋଗ, ସ୍ୱାସ୍ଥ୍ୟ, ଆତ୍ମଜ୍ଞାନ କ୍ଷେତ୍ରରେ ଆପଣଙ୍କୁ 1 ନମ୍ବର କରିବୁ ଏବଂ ଚେଷ୍ଟାରତ ଆମେ ଅଛୁ। ଆଜି ହେଉଛି ଆମର ଯେଉଁ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ସଂସ୍ଥାପକ ଯେ କି ଆଦିମୁନୀଶ୍ୱର ଯୋଗେଶ୍ୱର ସଦ୍ଗୁରୁଦେବ ଶିବମୁନି ମହାରାଜ, ତାଙ୍କର 142ତମ ଜନ୍ମ ଜୟନ୍ତୀ ଏହି ଗୁଡ଼ିଖାଳ ଶାଖାରେ ପାଳନ କରାଯାଉଛି। ଉଦ୍ଦେଶ୍ୟ, ଆମର ଗୁରୁ ଏତେ ଜଣେ ମହାନ ଗୁରୁ ଯେ କି ଗୋରଖପୁର ଉତ୍ତରପ୍ରଦେଶ ସେ ଜନ୍ମଗ୍ରହଣ କରିଥିଲେ। ସେ ଆମକୁ 4ଟି ସ୍ତମ୍ଭ ଦେଇଛନ୍ତି: ଯୋଗ, ସ୍ୱାସ୍ଥ୍ୟ ଆଉ ଆତ୍ମଜ୍ଞାନ, ସ୍ୱତନ୍ତ୍ର ବିଚାର। ଯୋଗ କଲେ ମଣିଷ ସୁଖ, ଶାନ୍ତି, ଆନନ୍ଦ ଏବଂ ମୁକ୍ତିକୁ ପ୍ରାପ୍ତ କରିପାରିବ। ତା ପାଇଁ ସୁଚାରୁ ରୂପରେ ଆମର ଯେଉଁ ଅଭିଜ୍ଞ ଯୋଗ ଶିକ୍ଷକମାନେ ଅଛନ୍ତି ତାଙ୍କୁ ମଧ୍ୟ ଆମେ ଆଜି ଡାକିଛୁ। ଯେ କି ଆଜି ଓଡ଼ିଶା ପ୍ରାନ୍ତ ମୁନି ସମାଜର ଯେଉଁ ଅଧ୍ୟକ୍ଷ ଯିଏ ଅଛନ୍ତି ସେ ହେଲା ଆମର ଯୋଗାଚାର୍ଯ୍ୟ ଦଶରଥ ମୁନିଜୀ। ସେ ମଧ୍ୟ ଆମ ଗହଣରେ ଉପସ୍ଥିତ ଅଛନ୍ତି ଏବଂ ଲୋକମାନଙ୍କୁ ଆମେ ସଚେତନ କରାଉଛୁ ଯେ ଯୋଗ କରନ୍ତୁ। ଯୋଗ ଦ୍ୱାରା ଆପଣମାନେ ନିଶ୍ଚିତ, ଯାହାକି ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ବେଦ, ଉପନିଷଦ, ଗୀତା, ଭାଗବତରେ ମଧ୍ୟ ପ୍ରମାଣ ଦିଆଯାଇଛି। ଗୀତା ମଧ୍ୟ ଗୋଟେ ଯୋଗଶାସ୍ତ୍ର, ଯାହାକି ଭଗବାନ କୃଷ୍ଣ ଅର୍ଜୁନକୁ କହିଥିଲେ। ସେହି ଯୋଗ କଥା ଆଜି ଆମର ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ଯେ କି ସଂସ୍ଥାପକ ଯେଉଁ ଆଦିମୁନୀଶ୍ୱର ଯୋଗେଶ୍ୱର ସଦ୍ଗୁରୁଦେବ ଶିବମୁନି ମହାରାଜ 1884 ମସିହାରେ ଜନ୍ମଗ୍ରହଣ କରି ଯେଉଁ ମହାନ ଜ୍ଞାନକୁ ଆମକୁ ପ୍ରଦାନ କରି ଯାଇଛନ୍ତି, ତାଙ୍କୁ ଆମେ ନିଶ୍ଚିତ ଆଜିର ଦିବସରେ ଅକ୍ଟୋବର 4 ପାଖରୁ ଆମେ ପାଳନ କରି ଚାଲିଛୁ। ଏ ମାସକ ଯାକ ଅନେକ ଜାଗାରେ ପାଳନ କରାଯାଉଛି। ଆମେ 2 ଦିନ ଧରି, କାଲି ମଧ୍ୟ ଆମେ ପାଳନ କରିଥିଲୁ, 17 ତାରିଖ ଥିଲା କାଲି, ଆଜି ମଧ୍ୟ 18 ତାରିଖ ଆମେ ବି ପାଳନ କରୁଛୁ ସକାଳ ପାଖରୁ। ଏ ଯେଉଁ ମହାନ ଗୁରୁ, ତାଙ୍କ ପାଇଁ ଆମେ ନିଶ୍ଚିତ କୃତଜ୍ଞତା ଜଣାଉଛୁ ଯେ ଗୁରୁଙ୍କର ଜ୍ଞାନକୁ ଆପଣମାନେ ଯଦି ସମସ୍ତେ ବୁଝିବେ, ବିଚାରକୁ ନେବେ, ତାହେଲେ ନିଶ୍ଚିତ ଆପଣମାନେ ସୁଖ, ଶାନ୍ତି, ଆନନ୍ଦକୁ, ମୁକ୍ତିକୁ ପ୍ରାପ୍ତ କରିପାରିବେ। ବସ୍ତାରୁ ଜଗତ କୁମାର ଗିରିଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।